नमस्कार, ମୁଁ ଡକ୍ଟର ତାପସ ମିତ୍ର ଫିଜିଓଥେରାପିଷ୍ଟ। ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଆମେ ଆଲୋଚନା କରିବା ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ଯାହା ହେଉଛି ଫ୍ରୋଜେନ୍ ଶୋଲ୍ଡର। ଏଇଟା ମ୍ୟାକ୍ସିମମ୍ 50 ରୁ 60 ଏଜ୍ ଗ୍ରୁପ୍ରେ ଦେଖାଯାଉଛି। ତ ଫ୍ରୋଜେନ୍ ଶୋଲ୍ଡର କ'ଣ? ଆପଣଙ୍କ ଯଦି କାନ୍ଧ ଭାରି ହେଉଛି, କାନ୍ଧ ଭାରି ଲାଗୁଛି, ହାତ ଠିକ୍ସେ ରେଞ୍ଜ ଠିକ୍ସେ ଆସୁନି ଆପଣଙ୍କର, କି ଆପଣ କିଛି ଉପର ଜିନିଷ କାଢ଼ି ପାରୁନାହାନ୍ତି, କି ଠିକ୍ ଆପଣ ରାତିରେ ଶୋଇଥିଲା ବେଳେ ନିଦରେ ଆପଣଙ୍କ ସୋଲ୍ଡର ପେନ୍ ହେଉଛି। ତ ଏଇସବୁ ଯଦି ସାଇନ୍ ସିମ୍ପଟମ୍ ଦେଖାଯାଉଛି, ଏଇଟା ଗୋଟେ ଫ୍ରୋଜେନ୍ ସୋଲ୍ଡରର ଲକ୍ଷଣ। ତ ଆମେ ଦେଖିବା ଯେ ଫ୍ରୋଜେନ୍ ସୋଲ୍ଡର କ'ଣ ପାଇଁ ହୁଏ। ବେସିକାଲି ଦେଖିବାକୁ ଗଲେ ପ୍ରାଇମେରୀ କଜ୍ କିଛି ନଥାଏ ଫ୍ରୋଜେନ୍ ସୋଲ୍ଡରର। ଆମେ ସେକେଣ୍ଡାରୀ କଜ୍ ଯେମିତି ଡାଇବେଟିକ୍ ରହିଲା, ତାପରେ ଥାଇରଏଡ଼୍ ରହିଲା, କିଛି ଟ୍ରୋମାଟିକ୍ ଇଞ୍ଜୁରୀ ହେଲା, କି ଆପଣ କିଛି ହେଭି ଲିଫ୍ଟିଂ କରିଦେଲେ, ସେଇ ଜାଗାରେ ବି ଧୀରେ ଧୀରେ ଆପଣ ଫ୍ରୋଜେନ୍ ସୋଲ୍ଡର ହେବାର ଚାନ୍ସେସ୍ ରହିଛି। ତ ଫ୍ରୋଜେନ୍ ସୋଲ୍ଡରର ଗୋଟେ ମାତ୍ର ଟ୍ରିଟମେଣ୍ଟ ମୁଁ କହିବି ଯେ ଏକ୍ସରସାଇଜ୍ କରିବା ଦ୍ୱାରା କ'ଣ ଆପଣ ବାପସ ଆଉ ଥରେ ନିଜର ସୋଲ୍ଡରର ନିଜର ନର୍ମାଲ ମୋବିଲିଟିରେ ଆସିପାରିବେ। ତ ଆମେ ଆପଣଙ୍କ ଘର ପାଖରେ ଆଖପାଖରେ ଆପଣ ଜଣେ ଭଲ ଫିଜିଓଥେରାପିଷ୍ଟ ସହିତ କନସଲ୍ଟ କରନ୍ତୁ, ଯାହାଦ୍ୱାରା କି ସେ ଭଲସେ ଆପଣଙ୍କର ସୋଲ୍ଡରର ଆସେସମେଣ୍ଟ କରିବ ଯେ ଆପଣଙ୍କ ସୋଲ୍ଡର ଫ୍ଲେକ୍ସନ୍, ଆବଡକ୍ସନ୍ କି ଇଣ୍ଟରନାଲ ରୋଟେସନ୍, ଯେମିତିକି ହାତ ଉପରକୁ ଉଠିବା, ସାଇଡ଼କୁ ଯିବା, ବା ଆପଣ ପଛ ପିଠି ଛୁଇଁ ପାରିବା ନା, ଏଇସବୁ ଜିନିଷକୁ, ଏଇସବୁ ପ୍ରୋବ୍ଲେମକୁ ଆପଣଙ୍କୁ ସେ ରୁଲ୍ ଆଉଟ୍ କଲା ପରେ ଗୋଟେ ସିଷ୍ଟମିକ୍ ୱେରେ ଟ୍ରିଟମେଣ୍ଟ ପ୍ଲାନ୍ କରାଯାଏ। ଯେମିତିକି ଆପଣ ସୋଲ୍ଡର ଫ୍ଲେକ୍ସନ୍ରେ ହାତ ଉପରକୁ ଉଠେଇ ନ ପାରିଲେ ସେ ଆପଣଙ୍କ ହାତ ଉଠେଇବାରେ ହେଲ୍ପ କରିବ, ସାଇଡ଼କୁ ନ ଉଠେଇ ପାରିଲେ ସାଇଡ଼ ଉଠେଇବାରେ ଏକ୍ସରସାଇଜ କରିପାରିବ। ଆପଣ ଯଦି ପଛକୁ ଯାଉନି, ହାତ ପିଠିକୁ ଟଚ୍ କରିପାରୁନାହାନ୍ତି, କି ସେଇ ଜାଗାରେ ବି ଆପଣଙ୍କୁ କିଛିଟା ସିଷ୍ଟମିକ୍ ୱେରେ ଏକ୍ସରସାଇଜ କରିକି ସେ ଆପଣଙ୍କୁ ପ୍ରପର୍ ଗାଇଡ଼ କରିପାରିବ। ତ ଏଇ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି, ତାହେଲେ ଏଇ ଭିଡ଼ିଓଟି ଆପଣ ବହୁତ ମାତ୍ରାରେ ଆପଣଙ୍କ ଆଖପାଖ ସମସ୍ତଙ୍କୁ ସେୟାର କରିପାରିବେ। ଯଦି ଆପଣ ଗାଇଡ଼ କରିପାରିବେ ସେମାନେ ଆମ ସହିତ କେମିତି କନସଲ୍ଟ କରିକି ଗୋଟେ ଭଲ ସିଷ୍ଟମିକ୍ ୱେର ଟ୍ରିଟମେଣ୍ଟ ପ୍ଲାନ୍ ନେଇକି ଭଲ ହେଇପାରିବେ। ତ ଆପଣ, ମୁଁ ଏଇ ମାଧ୍ୟମରେ ଜଣାଇବାକୁ ଚାହୁଁଛି ଯେ ମୋର କଣ୍ଟାକ୍ଟ ନମ୍ବରଟା ଦିଆହେଇଛି, ଆପଣ ଚାହିଁଲେ ମୋତେ କଣ୍ଟାକ୍ଟ କରିକି ବି ଆପଣଙ୍କର ଫ୍ରୋଜେନ୍ ସୋଲ୍ଡରର ଟ୍ରିଟମେଣ୍ଟ ବିଷୟରେ ବୁଝିପାରିବେ। ନମସ୍କାର।